ଲୋକସଭାରେ ଆସିଲା ପ୍ରାଇଭେଟ ବିଲ୍। ଅଫିସ ସମୟ ପରେ ବସ୍ଙ୍କ ଫୋନକୁ ନା। ଅଫିସ ସମୟ ଶେଷ ହେବା ପରେ କିମ୍ବା ଛୁଟି ଦିନରେ ବସ୍ଙ୍କ ଫୋନ ରିସିଭ୍ କରିବା କିମ୍ବା ଇମେଲରେ ଜବାବ ଦେବା ଉପରେ ଲାଗିବ କି ରୋକ? ଲୋକସଭାରେ ଏହିଭଳି ଏକ ପ୍ରାଇଭେଟ ବିଲ୍ ଆଗତ କରାଯାଇଛି। ରାଇଟ୍ ଟୁ ଡିସ୍କସନ୍ ବିଲ୍ 2025 ନାମକ ଏହି ବିଧେୟକକୁ ଏନସିପି ସାଂସଦ ସୁପ୍ରିୟା ସୁଲେ ଆଗତ କରିଛନ୍ତି। ଏହି ବିଲ୍ରେ କର୍ମଚାରୀଙ୍କ କଲ୍ୟାଣ ପାଇଁ ଏକ ପ୍ରାଧିକରଣ ଗଠନ କରିବାକୁ ଦାବି କରାଯାଇଛି। ଏଥିସହ ଅଫିସ ସମୟ ଶେଷ ହେବା ପରେ କିମ୍ବା ଛୁଟି ଦିନରେ କର୍ମଚାରୀଙ୍କୁ ବସ୍ଙ୍କ ଫୋନ କିମ୍ବା ଇମେଲରେ ଜବାବ ଦେବାରୁ ମୁକ୍ତ ରଖିବା ଲାଗି ଅଧିକାର ଦେବାକୁ ପ୍ରସ୍ତାବ ରହିଛି। କର୍ମଚାରୀ କାମ କରୁଥିବା ସଂସ୍ଥା ଯଦି ଏହାର ଉଲ୍ଲଂଘନ କରେ ତେବେ ସମ୍ପୃକ୍ତ କର୍ମଚାରୀଙ୍କ ଦରମାର 1% ଜରିମାନା ଲଗାଯିବ। ନିଜ ସୋସିଆଲ ମିଡିଆରେ ସୁଲେ ଲେଖିଛନ୍ତି ଯେ ଏହି ବିଲ୍ର ଉଦ୍ଦେଶ୍ୟ କର୍ମଚାରୀଙ୍କ ଲାଗି ଉତ୍ତମ ଜୀବନ ଧାରଣ ମାନ ଏବଂ ସୁସ୍ଥ କର୍ମମୟ ଜୀବନକୁ ସୁନିଶ୍ଚିତ କରିବା ଫଳରେ ବର୍ତ୍ତମାନର ଡିଜିଟାଲ ଯୁଗରେ ସୃଷ୍ଟି ହେଉଥିବା ଚାପକୁ କମ୍ କରାଯାଇପାରିବ। ଡିଜିଟାଲ ଓ କମ୍ୟୁନିକେସନ ଟେକ୍ନୋଲୋଜି ଅଧିକାଂଶ କାମକୁ ସହଜ ଓ ସରଳ କରିଥାଏ, କିନ୍ତୁ ଏହା ବ୍ୟକ୍ତିଗତ ଓ ପେସାଗତ ଜୀବନରେ ସମସ୍ୟା ମଧ୍ୟ ଆଣିଥାଏ। ସଂସଦରେ ଆଗତ ହେଉଥିବା ଅଧିକାଂଶ ପ୍ରାଇଭେଟ ବିଲ୍ ସରକାରଙ୍କ ଉତ୍ତର ପରେ ରଦ୍ଦ ହୋଇଯାଇଥାଏ। ଯେହେତୁ ଏହା କୋଟି କୋଟି କର୍ମଚାରୀଙ୍କ ସ୍ୱାର୍ଥ ସହ ଜଡ଼ିତ, ତେଣୁ ସରକାର ଏ ଦିଗରେ କିଛି ପଦକ୍ଷେପ ନେବାର ଆଶା କରାଯାଉଛି।